ଫେବୃଆରୀ ମାସ 6 ତାରିଖ ଶୁକ୍ରବାର ଅର୍ଥାତ୍ ଆଜିର ପାଣିପାଗ ଅପଡେଟ୍। ଆଗାମୀ 3ରୁ 4 ଦିନ ମଧ୍ୟରେ ରାଜ୍ୟରେ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ରାତ୍ରି ତାପମାତ୍ରା 2ରୁ 3 ଡିଗ୍ରୀ ହ୍ରାସ ପାଇପାରେ। ପରବର୍ତ୍ତୀ 3 ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ରାତ୍ରି ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଜି ଶୁକ୍ରବାର ଠାରୁ ସାମାନ୍ୟ ଖସିପାରେ ପାରଦ। ରାତ୍ରି ତାପମାତ୍ରାରେ 2ରୁ 3 ଡିଗ୍ରୀ ଖସିବା ନେଇ ଆକଳନ। ରାଜ୍ୟରେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଅଧିକ ରହିବ। ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ପାରଦ 16ରୁ 17 ଡିଗ୍ରୀ ପାଖାପାଖି ରହିପାରେ। କିନ୍ତୁ ଶୁକ୍ରବାର ଠାରୁ ପାରଦ ସାମାନ୍ୟ ଖସିବ। ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା 12ରୁ 14 ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ଶୁକ୍ରବାର ଠାରୁ ଫୁଲବାଣୀରେ 12 ଡିଗ୍ରୀ, ବଲାଙ୍ଗୀରରେ 13, ବୌଦ୍ଧରେ 14 ଡିଗ୍ରୀ ରହିପାରେ। ସେହିପରି ରାଉରକେଲା ଓ ନବରଙ୍ଗପୁରରେ 12 ଡିଗ୍ରୀ ରହିବ। ସେହିଭଳି ଆସନ୍ତାକାଲି ଫୁଲବାଣୀ ଓ ନବରଙ୍ଗପୁରରେ 11 ଡିଗ୍ରୀ ରହିପାରେ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ରୁ ଏହି ସୂଚନା ମିଳିଛି।